ମୁଁ ବାରମ୍ବାର ଅଭିଯୋଗ ଉଠାଉଥିଲି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଗୁଣ୍ଡାରାଜ ଚାଲିଛି। ବର୍ତ୍ତମାନ ଆମ ପାଖରେ ଏକ ଭିଡିଓ ଆସି ପହଞ୍ଚିଛି। ବିଧାୟକଙ୍କ ସମର୍ଥକ ଚନ୍ଦ୍ରକାନ୍ତ ସ୍ୱାଇଁ ଯିଏ ଜଣେ ଯୁବ ବନ୍ଧୁ, ସେ ଆଜ୍ଞା ରାତି ଅଧିଆ ମଦ ଖାଇକି ଗାଳି ଗୁଲଜ କରୁଛନ୍ତି। ସେ ଭିଡିଓରେ କହୁଛନ୍ତି ସେ ମହାକାଳପଡ଼ା ବିଧାୟକଙ୍କ ସେକ୍ରେଟାରୀ ଆଉ ତାଙ୍କ ଦେହରେ କିଏ ହାତ ଦେଇଛି। ଆଉ ମା ଭଉଣୀ ୱାର୍ଡ ଲଗେଇକି ଆଜ୍ଞା କହୁଛନ୍ତି ଏସପି କୁ ଫୋନ ଲଗା, ଆଇଆଇସି କୁ ଫୋନ ଲଗା। ଏଇଟା କୋଉ ପ୍ରକାରର ଆଜ୍ଞା ରାଜନୀତି? ଯଦି ଜଣେ ବ୍ୟକ୍ତି କହୁଛି ଯେ ମହାକାଳପଡ଼ା ବିଧାୟକଙ୍କ ସେକ୍ରେଟାରୀ, ତାର ମତଲବ ହଉଛି ସିଏ ହଉଛି ମହାକାଳପଡ଼ା ବିଧାୟକଙ୍କ ଦରମାପ୍ରାପ୍ତ କର୍ମଚାରୀ। ଦରମାପ୍ରାପ୍ତ କର୍ମଚାରୀ ମାନେ ଗୁଣ୍ଡାଗର୍ଦି କରିବା ଆଜ୍ଞା ସମାଜକୁ କଣ ବାର୍ତ୍ତା ଦଉଛି? ସେ କହିପାରିଥାନ୍ତେ ଭାରତୀୟ ଜନତା ପାର୍ଟିର କୌଣସି ବିଭାଗର ସେକ୍ରେଟାରୀ, କିନ୍ତୁ ସେ କହିଲେ ମହାକାଳପଡ଼ା ବିଧାୟକଙ୍କ ସେକ୍ରେଟାରୀ। ଆପଣ ବୁଝିପାରୁଥିବେ ଯେ ସେକ୍ରେଟାରୀ କୋଉମାନେ ରଖନ୍ତି। ନିଶ୍ଚିତ ଭାବରେ ଇମ୍ପୋର୍ଟାଣ୍ଟ ବ୍ୟକ୍ତି ମାନେ ରଖନ୍ତି, ଯାହା ପାଖରେ ଅଧିକ ସମୟ ଆବଶ୍ୟକତା ଥାଏ କିନ୍ତୁ ସମୟ ନଥାଏ। ମହାକାଳପଡ଼ା ବିଧାୟକଙ୍କ ସେକ୍ରେଟାରୀ ଆଜ୍ଞା ମା ଭଉଣୀ ନେଇ ଗାଳି ଦଉଛନ୍ତି। ଏସପି କୁ ରାତି 10ଟା ବେଳେ ଫୋନ କରୁଛନ୍ତି, ଆଇଆଇସି କୁ ରାତି 10ଟା ବେଳେ ଫୋନ କରୁଛନ୍ତି। ଶାସକ ଦଳର ନେତାଙ୍କ ପିଲା ବୋଲି, ସେକ୍ରେଟାରୀ ବୋଲି। ବିଧାନସଭାରେ ଅରୁଣ ସାହୁ କହୁଥିଲେ ପାନଖିଆ ଛେତେଲା ପାଟିଆ। ଅରୁଣ ସାହୁଙ୍କ କଥାଟିକୁ ମୁଁ ଶୁଣିଥିଲି, ମୁଁ ଲକ୍ଷ୍ୟ କରୁଥିଲି ପ୍ରକୃତରେ ଏ ଯୋଉ ପାନଖିଆ ଛେତେଲା ପାଟିଆ କୋଉ ନିର୍ବାଚନ ମଣ୍ଡଳୀରେ ଅଛନ୍ତି। ଉଦାହରଣ ମତେ ମିଳିଗଲା ଆଜ୍ଞା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଅଛନ୍ତି। ଜଣେ ବ୍ୟକ୍ତି ଖୋଲା ଖୋଲି କହୁଛି ଆଜ୍ଞା ସେ ମହାକାଳପଡ଼ା ବିଧାୟକଙ୍କ ସେକ୍ରେଟାରୀ, ଆଉ ସେ ଏସପି ଙ୍କୁ ଫୋନ କରିବ। ଆଜ୍ଞା ପୁଲିସ ବାଲାକ ତମ ଘରେ ଗୁଲାମ କରୁଛନ୍ତି କି? ଅಯ್ୟୋ ଚନ୍ଦ୍ରକାନ୍ତ ବାବୁ, ତମ ଘରେ ପୁଲିସ ବାଲା ଗୁଲାମୀ କରୁଛନ୍ତି? ଆମେ ଯେତେବେଳେ ପୂଜା ପର୍ବ ପର୍ବାଣୀରେ ବୁଲୁଛୁ ଆଜ୍ଞା, ପୁଲିସ ବାଲା ତାଙ୍କ ନିଜର ଧର୍ମପତ୍ନୀଙ୍କୁ ବୁଲେଇ ପାରୁନାହାନ୍ତି, ନିଜର ଛୁଆଙ୍କୁ ବୁଲେଇ ପାରୁନାହାନ୍ତି। ଆଜ୍ଞା ତାଙ୍କ ମନରେ ଦୁଃଖ ଅଛି, ସେମାନଙ୍କ ପ୍ରତି ଆମର ସମବେଦନା ରହିବା ଦରକାର, ସହାନୁଭୂତି ରହିବା ଦରକାର। କିନ୍ତୁ ମହାକାଳପଡ଼ାରେ କେଇଟା କୁଜି ଗୁଣ୍ଡା ଆଜ୍ଞା ବାହାରିକି ଦଳିତ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ମୁଁ ଶୁଣିଲି ତାର ଏଫଆଇଆର କପି ମଧ୍ୟ ଥାନାରେ ଗ୍ରହଣୀୟ ହେଲା ନାହିଁ। କଣ ପାଇଁ ଆଜ୍ଞା? କାହା ପ୍ରେସରରେ? ବିଧାୟକ ମହୋଦୟ ବଦନାମ ହେଇଯିବେ ଏଫଆଇଆର ତାଙ୍କ ପିଲାଙ୍କ ନାଁରେ ହେଇଗଲେ। ଆଜ୍ଞା ଡବଲ ଇଞ୍ଜିନ ସରକାରରେ ଏଇ ଯୋଉ ଡୁଆଲ ନୀତି ଏଇଟା ଆଜ୍ଞା ହବନି। ଆନ୍ଦୋଳନ ହବ, ତୀବ୍ର ଆନ୍ଦୋଳନ ହବ। ସରକାର ସାମ୍ନା କରିପାରିବେ ତ? ପ୍ରଥମ କଥା, ଜଣେ ଦଳିତ ବ୍ୟକ୍ତିକୁ ଯେତେବେଳେ ବିଧାୟକଙ୍କ ସେକ୍ରେଟାରୀ ଆକ୍ରମଣ କରୁଛନ୍ତି, ଆକ୍ରମଣ ପରେ ଧମକ ଦଉଛନ୍ତି ମହାକାଳପଡ଼ା ବିଧାୟକ ସେକ୍ରେଟାରୀ ଉପରେ ହାତ ଦେଲୁ। ମା ଭଉଣୀ ନେଇକି ଗାଳି ଗୁଲଜ ଆଜ୍ଞା କରୁଛନ୍ତି। ଭିଡିଓ ଆମେ ଶୁଣିକି ଆମକୁ ଭାଇ କଦର୍ଯ୍ୟ ଲାଗୁଛି। ଏଭଳି ଭାଷା କହୁଛନ୍ତି। ମତେ ଆଜ୍ଞା ଆରେଷ୍ଟ କରାଯାଇଥିଲା, ଡବଲ ଇଞ୍ଜିନ ସରକାର ଆରେଷ୍ଟ କରିଥିଲା। ମୁଁ ଗୋଟେ ଛୋଟିଆ ୱାର୍ଡଟେ ହିନ୍ଦୀରେ କହିଦେଇଥିଲି ବୋଲି। ଆଜ୍ଞା ସେ ତ ମା ଭଉଣୀ କରିଦେଲେଣି, କେବେ ଆରେଷ୍ଟ ହେବେ? ଯାଜପୁର ଏସଡିପିଓ କୁ, ଯୋଉ ରୋଡ ଥାନା ଏସଡିପିଓ କୁ ନେଇକି ଏବେ କେନ୍ଦ୍ରାପଡାରେ ବସା ଯାଉ, ସିଏ ଆଜ୍ଞା ତାଙ୍କୁ ଆରେଷ୍ଟ କରନ୍ତୁ। ମୁଁ ଜାଣିଛି ଜଣେ କାବିଲିୟତ ଅଫିସର ଆଜ୍ଞା, ସିଏ ଯିବେ ମଧ୍ୟ 3 ଦିନ ଆଜ୍ଞା ସେଠି ପେଟେଇକି ଶୋଇବେ, ତାଙ୍କୁ ଗିରଫ କରିବେ। କାରଣ ଆଇନ ଶୃଙ୍ଖଳା ରକ୍ଷା କରିବା ତାଙ୍କର ଧର୍ମ, ସେ କରିବେ। ମୁଁ ସରକାରକୁ ଅନୁରୋଧ କରିବି ଯାଜପୁର ରୋଡ ଥାନାର ଏସଡିପିଓ ମହୋଦୟକୁ କେନ୍ଦ୍ରାପଡା ସ୍ଥାନାନ୍ତରିତ କରାଯାଉ ବା ଡେପୁଟେସନରେ ପଠାଯାଉ। ସେ ମହୋଦୟ ସେଠି ଯାଇକି ଆଜ୍ଞା ସେ ବ୍ୟକ୍ତିକୁ ଆରେଷ୍ଟ କରିବେ ଯିଏ ଚନ୍ଦ୍ରକାନ୍ତ ସ୍ୱାଇଁ, ଯେ ମାନ୍ୟବର ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ୍ନ ନାୟକଙ୍କର ସେକ୍ରେଟାରୀ ଅଛନ୍ତି। ସେ ତ କହିଲେ ଆଜ୍ଞା ତାଙ୍କ ସେକ୍ରେଟାରୀ ମାନେ ଦରମାପ୍ରାପ୍ତ କର୍ମଚାରୀ। ଆଜ୍ଞା ଦରମାପ୍ରାପ୍ତ କର୍ମଚାରୀ ଦରମା ନେଇକି ବିଧାୟକ କାମ କରିବା ବଦଳରେ ରାତି ଅଧରେ ମାଲ ଖାଇକି ଆଜ୍ଞା ଯଦି ଶୋଧିବ, ଏଟା ଆଜ୍ଞା ଗ୍ରହଣୀୟ ନୁହେଁ ସମାଜରେ। ଆଉ ଯୋଉ ମହାକାଳପଡ଼ାରେ କିଛି ବୃଦ୍ଧ ବନିତା ବାହାରିଥିଲେ, ଆଉ ବାଜପେୟୀ ସମ୍ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ କର୍ମୀ ବୋଲି କହୁଥିଲେ ତାଙ୍କ ଷ୍ଟେଟମେଣ୍ଟରେ, ମୁଁ ସେଇ ବାଜପେୟୀଙ୍କ କର୍ମୀକୁ ଆଜ୍ଞା ଆହ୍ୱାନ ଦଉଛି, ଆପଣଙ୍କ ଅଞ୍ଚଳରେ ଆଜ୍ଞା ଆପଣଙ୍କର ଜଣେ ବିଜେପି କର୍ମୀଟେ ଆଜ୍ଞା ମା ଭଉଣୀ ଦେଇ ଗାଳି ଦେଇଛି ଆଜ୍ଞା, ଅସଭ୍ୟ ଭାଷାରେ ଗାଳି ଦେଇଛି। ଏଟା ବିଜେପି କି କୋଉଠି ନା କୋଉଠି
सुहाइब नाही। बीजेपी कल्चर नथिला या वाजपेयी समय रे एटा भी हेई जाइछि। हिंसात्मक उपाय रे दमन लीला आज्ञा चली विभिन्न निर्वाचन मंडली रे भारतीय जनता पार्टी रो गुंडुची मूसा बा कहबा गातुआ मूसा को द्वारा दयाकर से जो वाजपेयी अमलर नेता कर्मी बीजेपी कर्मी को मुझे आज्ञा मुह देखा चाहूँगी। ये घटना एफआईआर करी से आज्ञा दलित पिलाटी को न्याय दिंतु। वाजपेयी कर्मी से जो पाटकुरा एफआईआर देला बेले मो ना रे जो व्यक्ति मीडिया आज्ञा विश्व उगाड़ी मो विरुद्ध रे मुझे कथा कहूँ डरी जाते ना कहले जब मो भिडियो कहे भारतीय जनता पार्टी ओडिशा रे क्षति सौची क्षतिग्रस्त होउची आउ सेथिलागी मते निवृत्त करिया पई मध्य थाना वाला कहिथिले मते करेबे आईन तो मते बंद करि पारियो नाही संविधान मते अधिकार देइची स्वर उत्तोलन करिया पई किंतु आज्ञा एई जो वाजपेयी को कर्मी वाजपेयी अमलर नेता वाजपेयी अमलर बीजेपी कर्मीटी आज्ञा जाई महाकालपड़ा विधायक को सेक्रेटरी ना रे केस करू आज्ञा मु आज्ञा मानिबी आपण को डीएनए रे डुअल डीएनए नाही। द्वितीय आज्ञा टॉपिक को आसीबा महाकालपड़ा विधायक कोन सतरे निर्लज हे गेले गुंडाराज करिकि आज्ञा आपण दबेई की रखिबे लोक मानको। मु पूर्वतन मंत्री पूर्वतन विधायक को सहयोग होइता पारे किंतु मते अनेक समय से मते तागिद करछन मोदी का रागी की दीपत को फोन ने का कहि देथिबी भाषा कोइ नै आज्ञा रागी कहिथिबी कोन पे एटा कलो काई केमती कलो कोन पे एटा कलो काई केटा होबनी जदि मु कहि देथिबी से मते तागिद करंती। शालीनतार सहित कथा कहबा पई सबले से हमकु उपदेश दे आस्थिले कहले जदि शालीनता शिखिबो महात्मा गांधी को शिख एक कथा से कहती जे गांधीवादी कथा कहूला से आज्ञा भल कथा हमको शिखौला जे नाथुराम वादी लोक से आज्ञा कौन शिखेबे हिंसा शिखेबे। तेणुक महाकालपड़ा कोठी ना कोठी आईन श्रृंखला भुशुड़ी पड़ी 7 मास भितर दुर्गा प्रसाद नायक महाकालपड़ा को शासन करिबारे विफल होइछथि। मु ए जो दलित उपर आक्रमण होइछि मु ए कार्य पाई ए जो अक्षमणीय कार्य पाई ताकर जो सेक्रेटरी एटा करिसंती मु महाकालपड़ा विधायक इस्तीफा दाबी करछि। विधायक महोदय इस्तीफा दियंतु आउ थर निर्वाचन लड़ंतु एवं जीतिकी देखांतु। रहिली नमस्कार काली की पुणी ए टॉपिक रे हम मध्य कथा बा।